ହଁ ମୁଁ ସେଇ ବ୍ରହ୍ମପୁରରେ +3 ପାଠ ପଢ଼ୁଥିବା 20 ବର୍ଷୀୟ ଝିଅ କହୁଛି। ସେଦିନ ଜୁନ୍ ମାସ 15 ତାରିଖ ଥିଲା। ଦ୍ୱିତୀୟ ରଜରେ ସମସ୍ତେ ଖୁସି ମଜା କରୁଥିଲେ। ମୁଁ ହିଁ ଭାବିଥିଲି ଗୋପାଳପୁର ସମୁଦ୍ର କୂଳକୁ ଯିବି, କିଛି ସମୟ ବିତେଇବି। କିନ୍ତୁ ମୋ ସହ ଏମିତି ଘଟିଯିବ, ସେ ରାକ୍ଷସମାନେ ମୋର ଏମିତି ସବୁକିଛି ନଷ୍ଟ କରିଦେବେ, ତାହା ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ସତରେ କ'ଣ ମୋ ଜୀବନର ଯେଉଁ ଟିକିଏ ଖୁସିର ସମୟ ଟିକକ ବିତେଇବାକୁ ଚାହିଁଥିଲି, କ'ଣ ମୁଁ ଭୁଲ ଚାହିଁଥିଲି? ନହେଲେ ମୋ ସହ କାହିଁକି ଏତେ ବଡ଼ ଘଟଣା ଘଟିଗଲା, ଯେଉଁଥିପାଇଁ ଆଜି ମୁଁ ନିଜେ ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲିପାରୁନି? ରାତି 8:30 ବାଜିଥିଲା। ମୁଁ ଆଉ ମୋ ବନ୍ଧୁ ବେଳାଭୂମିର ବାଲି ଉପରେ ବସି ନୀରବରେ କଥା ହେଉଥିଲୁ। ଅନ୍ୟପଟେ ଆମଠାରୁ 50 ମିଟର ଦୂରରେ ଯୁବକମାନେ ସିଗାରେଟ୍ ଟାଣୁଥିଲେ ଆଉ ଘଡ଼ି ଘଡ଼ିକେ ଆମ ଆଡ଼କୁ ନଜର ପକାଉଥିଲେ। ମୋତେ ଟିକେ ଟିକେ ଡର ଲାଗୁଥିଲା, କିନ୍ତୁ ମୋ ବନ୍ଧୁ ମୋ ପାଖରେ ଥିଲେ, ସେଥିପାଇଁ ମନରେ ଭୟ ବି ଟିକେ କମ୍ ଥିଲା। କିନ୍ତୁ ଦେଖୁ ଦେଖୁ ସେହି ନୃଶଂସ ଯୁବକମାନେ ଆସି ଆମ ପାଖରେ ପହଞ୍ଚି ଯାଇଥିଲେ। ଆଉ ମୁଁ କିଛି କହିବା ଆଗରୁ ସେମାନେ ପ୍ରଥମେ ମୋ ବନ୍ଧୁକୁ ଧରି ପକାଇଥିଲେ ଆଉ ମୋ ଠାରୁ ଦୂରେଇ ନେଇଯାଇଥିଲେ। ଦେଖୁ ଦେଖୁ କିଛି ଯୁବକ ମୋତେ ମଧ୍ୟ ଧରି ନେଇଥିଲେ। ମୁଁ ଯେତେ ଚେଷ୍ଟା କରିଥିଲି ତାଙ୍କଠାରୁ ଖସି ଚାଲି ଆସିବି, କିନ୍ତୁ ମୁଁ ପାରିନଥିଲି। ପରେ ଜଣେ ହେଇ ସେମାନେ ମୋ ଇଜ୍ଜତ ସହ ଖେଳି ଚାଲିଥିଲେ। ମୁଁ ସେମିତି ଯନ୍ତ୍ରଣାରେ ଛଟପଟ ହେଉଥାଏ। ମୋ ବନ୍ଧୁ ମୋତେ ସେମାନଙ୍କଠାରୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରୁଥାନ୍ତି, କିନ୍ତୁ ସେ ବି ପାରିନଥିଲେ। ପରେ ସେହି ଯୌନ ପିପାସୁ ମୋ ଚରିତ୍ରକୁ ଜଣେ ପରେ ଜଣେ ହେଇ ସଂହାର କରିବାରେ ଲାଗିଥିଲେ ଆଉ ମୋତେ ମୋ ବନ୍ଧୁକୁ ଧମକ ଦେଇ ଛାଡ଼ି ଦେଇଥିଲେ। ମୁଁ ଗୋପାଳପୁର ଥାନାରେ ଅଭିଯୋଗ କଲି ଆଉ ସେମାନଙ୍କୁ ପୋଲିସ ଗିରଫ କରିଛି। ମୁଁ ଚାହୁଁଛି ମୋ ସହ ଯାହା ଘଟିଯାଇଛି ଏମିତି ଆଉ କାହା ସହ ନ ଘଟୁ, ଆଉ ସେ ନୃଶଂସକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ। ଦର୍ଶକ ବନ୍ଧୁ, ଏ କଥା ଥିଲା ସେଇ ଝିଅର, ଯିଏ ରଜ ସଂକ୍ରାନ୍ତି ଦିନ ନିଜ ପୁରୁଷ ବନ୍ଧୁ ସହିତ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇ ଦୁଷ୍କର୍ମର ଶିକାର ହୋଇଛନ୍ତି। ୟା ଭିତରେ ପୋଲିସ 10 ଜଣଙ୍କୁ ଗିରଫ କରିଛି। ତା ଭିତରୁ 4 ଜଣ ନାବାଳକ ବି ଅଛନ୍ତି। ସବୁଠୁ ବଡ଼ କଥା ହେଲା, ଗଞ୍ଜାମ ଜିଲ୍ଲା ଗୋପାଳପୁର ଭଳି ଜାଗାରେ ଏମିତି ଘଟଣା ଘଟିବା ବଡ଼ ଲଜ୍ଜାର ବିଷୟ। ଏବେ ସରକାର ସୁରକ୍ଷା ବଢ଼ାଇଲେ, ମାନବାଧିକାର ବି କେସ୍ ରୁଜୁ କଲେ, ସବୁଆଡ଼େ ଷ୍ଟ୍ରାଇକ୍ ଆଉ ପ୍ରତିବାଦ ଚାଲିଛି ଆଉ ଚାଲିବ। ଏଇଟା ତ କମନ୍ କଥା, କିନ୍ତୁ ଏଇଟା ହେବା ପୂର୍ବରୁ କ'ଣ ରୋକାଯାଇ ପାରିନଥାନ୍ତା କି? ସବୁବେଳେ ଘଟଣା ଘଟିଲା ପରେ ଆରମ୍ଭ ହୁଏ ତତ୍ପରତା। ଯଦିଓ ଗୋପାଳପୁର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ, କିନ୍ତୁ ପୋଲିସ ପେଟ୍ରୋଲିଂ ସଫିସିଏଣ୍ଟ ନଥିଲା କି? ଆଜି ସୁରକ୍ଷା ଦେବାକୁ ବାହାରି ପଡ଼ିଛନ୍ତି ସରକାର। ଯଦି ଆଗରୁ ସବୁ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷା ଦିଆଯାଏ, ତେବେ କେବେ ଏମିତି ଅଘଟଣ ଘଟିନଥାନ୍ତା କି ଆଜି ଓଡ଼ିଶା ବଦନାମ ବି ହୋଇନଥାନ୍ତା। ଅନ୍ୟପଟେ ଦେଖିବାକୁ ଗଲେ, ଯଦି ସେ ଜାଗା ସୁନସାନ୍ ଥିଲା, ତେବେ ଏତେ ରାତି ପର୍ଯ୍ୟନ୍ତ ନିଜ ବାନ୍ଧବୀକୁ ଧରି ରହିବା ବି କେତେ ଦୂର ଠିକ୍ ଥିଲା? କମ୍ ସେ କମ୍ ପୁରୁଷ ବନ୍ଧୁ ନିଜ ବାନ୍ଧବୀଙ୍କ ସୁରକ୍ଷା କଥା ଚିନ୍ତା କରିବାର ଥିଲା। ସେ ଯାହା ବି ହେଉ, ଏଭଳି ନୃଶଂସମାନଙ୍କୁ କଠୋର ଦଣ୍ଡ ମିଳିବା ନେଇ ଦାବି ଉଠୁଥିଲା ବେଳେ ଆଗକୁ ଦେଖିବାକୁ ବାକି ରହିଲା ଏହିଭଳି ପାପୀମାନଙ୍କୁ କ'ଣ ଦଣ୍ଡ ମିଳୁଛି। ଆପଣଙ୍କୁ କ'ଣ ଲାଗୁଛି, କେମିତି ଦଣ୍ଡ ମିଳିବା ଦରକାର ବୋଲି ଆପଣ ଭାବୁଛନ୍ତି? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ, ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।